ଧାରାବାହିକରେ ଦେଖିବାକୁ ପାଇବେ ଏକ ଧମାକେଦାର ସିନ୍। ସମସ୍ତେ ଛାତ ଉପରକୁ ଗୁଡ଼ି ଉଡ଼ାଇବାକୁ ଯିବା ସମୟରେ ହଠାତ୍ ତେନାଲିଙ୍କ ନଜର ବାପାଙ୍କ ଉପରେ ପଡ଼ିଗଲା। ତେନାଲି କହିବେ, ବାପା, ଆମେ ସମସ୍ତେ ଛାତ ଉପରକୁ ଗୁଡ଼ି ଉଡ଼ାଇବାକୁ ଯାଉଛୁ, ଆପଣ ବି ଚାଲନ୍ତୁ ନା। ଆପଣ ଏଠି ଏକୁଟିଆ ବସିଲେ ସମସ୍ତେ ମିଶିକି ଛାତ ଉପରେ ଗୁଡ଼ି ଉଡ଼ାଇବା, ବହୁତ ମଜା ଆସିବ। ଆପଣ ତ ପୁରା ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି, ଏମିତି ବସିକି ରହିଲେ କ'ଣ ହବ ଯେ? ଚାଲନ୍ତୁ ଆମ ସାଙ୍ଗରେ, ଚାଲିବା ପାଇଁ ଟିକେ ଚେଷ୍ଟା କରନ୍ତୁ, ମୁଁ ଆପଣଙ୍କୁ ହେଲ୍ପ କରିବି। ଏହାପରେ ଧର୍ମେନ୍ଦ୍ର ବାବୁ ତେନାଲିର ହାତକୁ ହାତ ବଢ଼ାଇବା ପାଇଁ ଚେଷ୍ଟା କରିବେ, ଆଉ ସେ ଧୀରେ ଧୀରେ ଛିଡ଼ା ହେବା ପାଇଁ ଚେଷ୍ଟା କରିବେ। ତାପରେ ଛିଡ଼ା ହେବାରେ ମଧ୍ୟ ସଫଳ ହୋଇଯିବେ। ତାପରେ ତେନାଲି ଧୀରେ ଧୀରେ ସିଡ଼ି ଚଢ଼ି ନେବା ପାଇଁ ବାପାଙ୍କୁ ଚେଷ୍ଟା କରିବେ। ଠିକ୍ ସେହି ସମୟରେ ଭବାନୀ ଦେବୀ ଆସିଯିବେ ଆଉ ଦେଖିନେବେ। ତାପରେ ଚିତ୍କାର କହି କହିବେ, ତେନାଲି। ଆଉ ତାପରେ ମହେନ୍ଦ୍ର ବାବୁ ତଳେ ପଡ଼ି ଯାଉଥିବେ। ତଳେ ପଡ଼ି ଯାଉଥିବା ଅବସ୍ଥାରେ ତେଜସ୍ ଆସି ତାଙ୍କୁ ଧରି ନେବେ। ଭବାନୀ ଦେବୀ ରାଗିଯାଇ ତେନାଲିକୁ କହିବେ, କ'ଣ କରୁଛୁ ତୁ? ଏହା ଶୁଣି ତେଜସ୍ କହିବେ, ମା, ତେନାଲି ତ ଠିକ୍ କହୁଛନ୍ତି, ବାପା ଏମିତି ବହୁତ ଦିନ ବସି ରହିଲେ କିଛି ହେବନି, ଚଲାବୁଲା କରିବା ମଧ୍ୟ ଦରକାର। ଆରେ ମା, ଗୋଡ଼ ଧୀରେ ଧୀରେ ଚଲାବୁଲା ମୁଭ୍ ହେଲେ ତ ସେ ଭଲ ହେବେ, ନହେଲେ କେମିତି ସେ ଠିକ୍ ହେବେ? ତେନାଲି, ଧରିଲ ଉପରକୁ ନେଇଯିବା ପାଇଁ ହେଲ୍ପ କର। କହିକି ଦୁଇ ଜଣ ସିଡ଼ିରେ ଉଠିକି ଯିବେ। ଆପଣଙ୍କୁ କ'ଣ ଲାଗୁଛି ଦର୍ଶକ ବନ୍ଧୁ, ତେନାଲି କ'ଣ ମହେନ୍ଦ୍ର ବାବୁଙ୍କୁ ଭଲ କରିବାରେ ସଫଳ ହେବେ? କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ମଧ୍ୟ କରିବେ।